କିଛି ଦିନ ପୂର୍ବରୁ ନବୀନ ବାବୁ ଏବଂ ତାଙ୍କର ଯେଉଁ ଛାମୁଆ ଗୋଷ୍ଠୀର ସଂଗଠକ ଏବଂ ଛାଟିଆ ଏ ସମସ୍ତେ କହୁଥିଲେ 33% ମହିଳା ଆମର ନିର୍ବାଚନ ଲଢ଼ିବେ। ଆମେ ଲୋକସଭାରେ ମଧ୍ୟ କହିଛୁ ବିଧାନସଭା ଲୋକସଭା ପାଇଁ ପ୍ରାର୍ଥୀ ଯେ ଲଢ଼ିବେ ତାକୁ 33% ରିଜର୍ଭେସନ୍ କରାଯାଉ। এটা ଭଲ କଥା, ସ୍ୱାଗତଯୋଗ୍ୟ କଥା। ଆମେ ଯେତେବେଳେ ଭଲ ଭାବୁଥିଲୁ ଯାହା ଗୋଟେ ବିଜୁ ଜନତା ଦଳ ଏତେ ଦିନ ପରେ ଗୋଟେ ବଢ଼ିଆ କଥାଟା କରିବାକୁ ଯାଉଛି ଏବଂ ଯେଉଁ ଆମର ପ୍ରଧାନମନ୍ତ୍ରୀ ମଧ୍ୟ ତାକୁ ମାନି ନେଇକି ଆଗତ କରିଛନ୍ତି, ଲାଗୁ ହେଇନି, ପାସ୍ ବି ହେଇଛି ଉଭୟ ଗୃହରେ, ରାଜ୍ୟସଭା ଆଉ ଲୋକସଭାରେ। ଭଲ କଥା। ତ କହିଥିଲେ ଆଗୁଆ ଆମେ ଚଳିତ ସେ 9.5 ହେଇଥିଲେ ମଧ୍ୟ ବିଲ୍ ଗୃହୀତ ନ ହେଇଥିଲେ ମଧ୍ୟ ଆଇନ ନ ହେଇଥିଲେ ମଧ୍ୟ ଆମେ ଓଡ଼ିଶାରେ ଲୋକସଭା ଓ ବିଧାନସଭାରେ 33% ମହିଳାଙ୍କୁ ଆମେ ଲଢ଼େଇବୁ ଏବଂ ମା ଭଉଣୀଙ୍କୁ ସମ୍ମାନ ଦେବୁ। ସତରେ ଏ ଯେଉଁ ଏପର୍ଯ୍ୟନ୍ତ 126 ଜଣ ବିଧାୟକଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି, ତା ଭିତରୁ ଯେଉଁ ମହିଳା କେତେଜଣ ଅଛନ୍ତି, 28 ଜଣ ମହିଳା ଯେଉଁ ଘୋଷଣା କରାଯାଇଛି, ଏ 28 ଜଣ କ'ଣ ସାଧାରଣ ମହିଳା ନା ଏ 28 ଜଣଙ୍କୁ ଯେଉଁ କରାହେଇଛି ମନୋନୀତ, ଏ ସତରେ କ'ଣ ଗ୍ରାସରୁଟ୍ରୁ ଆସିଛନ୍ତି ନା ଭିତରେ ବିଜୁ ଜନତା ଦଳ ରାଜନୀତି ଅଛି, ବିଜୁ ଜନତା ଦଳର ଅସନ୍ତୋଷକୁ ଦବେ ଦେବା ଭଳିଆ ଜିନିଷ ଅଛି? ଆସନ୍ତୁ ଏ ବିଷୟରେ ଆଲୋଚନା କରିବା ଆଜି ତେରଛା ବାଣରେ। ମୁଁ ବିପିନ ଦାସ, ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ କହି ରଖୁ ବିଜୁ ବାବୁଙ୍କ ଅମଳରେ ଆମ ଓଡ଼ିଶାରେ ପଞ୍ଚାୟତରେ ରିଜର୍ଭେସନ୍ ଲାଗୁ ହୋଇଥିଲା। ମହିଳା ରିଜର୍ଭେସନ୍ 33% ବିଜୁ କରିଥିଲେ ଏବଂ ଏ ଯେଉଁ ଦୁଇଟା ପିଲାରୁ ଅଧିକା ହେଲେ ଲଢ଼ି ପାରିବେନି, ଏଟାକୁ ବିଜୁ ବାବୁ କରିଥିଲେ। ତାଙ୍କର ଯଶସ୍ୱୀ ପୁଅ ନବୀନ ବାବୁ ଯେତେବେଳେ କହିଲେ ଯେ 33% ଆମେ ରିଜର୍ଭେସନ୍ ରଖିବୁ ଆମର ବିଧାନସଭା ଏବଂ ଲୋକସଭାରେ, ଆମକୁ ବଡ଼ ଖୁସି ଲାଗିଲା। ଯାହା ଉପଯୁକ୍ତ ସନ୍ତାନର ଉପଯୁକ୍ତ ପୁଅ କରିବେ, କଲେ ବି, କରିନାହାନ୍ତି ଆମେ ମନା କରୁନୁ, କରିଛନ୍ତି ବି। 126 ଏପର୍ଯ୍ୟନ୍ତ ଆସନ ଘୋଷଣା କରିଛି ବିଧାନସଭାରେ, ତା ଭିତରୁ 28 ଜଣ ମହିଳା ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ଚୟନ କରିଛି। ଯଦିଓ ଏଇଟା 33% ହେଉନି, ଆହୁରି ଅଛି ଆଗକୁ, କିନ୍ତୁ ତ କରିଛି ନା। ତ କିଛି ଦିନ ଆଗରୁ ଆମର ଯେଉଁ ଲେଖା ନାନୀ ବାଲେଶ୍ୱରରେ କେଉଁଠି ଗୋଟେ କହୁଥିବାର ମୁଁ ଶୁଣିଥିଲି, କୋଉଠି ଗୋଟେ ଚ୍ୟାନେଲ୍ କି ଆପଣଙ୍କର ସୋସିଆଲ ମିଡ଼ିଆ ଏକ୍ସରେ ଏମିତି ଗୋଟେ ଆସିଥିଲା ଯେ ବିଜୁ ଜନତା ଦଳ କାହିଁକି ଆସିଲେ ମୁଁ ଜାଣିଛନ୍ତି ନା କାହିଁକି ନା ଭାରତୀୟ ଜନତା ପାର୍ଟିରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ଯାହାକି ବିଜୁ ଜନତା ଦଳରେ ମହିଳାମାନଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଏ, ସେଇ କଥା କହିବା ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି। ଏଭଳିଆ ଲେଖା ଶ୍ରୀ ସାମନ୍ତ ସିଂହାର କହୁଥିବାର ଗୋଟେ କେଉଁଠି ମୁଁ ଦେଖିଛି। ଦର୍ଶକ ବନ୍ଧୁ, ଆପଣମାନେ ବିଚାର କରି ଆମେ ଦୁଇଟା ପଏଣ୍ଟ ଉପରେ ଆଜି ଆଲୋଚନା କରିବା। ସର୍ବପ୍ରଥମେ ଆମେ କହିବା ଏ ଯେଉଁ 28 ଜଣ ବିଧାନସଭା ପ୍ରାର୍ଥୀ ନବୀନ ବାବୁ ବିଜୁ ଜନତା ଦଳ ଯେଉଁ ଚୟନ କରିଛି, ସେମାନେ କିଏ? ସେମାନେ କ'ଣ ଦଳର ସାଧାରଣ କର୍ମୀ? ସେ ପୂର୍ବରୁ ସମିତି ସଭ୍ୟ, ସରପଞ୍ଚ ଲଢ଼ିଥିଲେ, ଚେୟାରମ୍ୟାନ୍ ଥିଲେ, ଜିଲ୍ଲା ପରିଷଦ ଥିଲେ କିମ୍ବା କେଉଁଠି ଦଳୀୟ ପଦବୀରେ ଥିଲେ? ତାକୁ ଜାଣିବା ଦରକାର ନା। କିଛି ନଥିଲେ। ତାଙ୍କ ଭିତରୁ 10 ଜଣ ବର୍ତ୍ତମାନ ବିଧାନସଭାରେ ବିଧାୟକ ଥିବା, ବର୍ତ୍ତମାନ ନଥିଲେ ଏବଂ ଲୋକସଭାରେ, ଆଗରୁ ଲୋକସଭାରେ, ବର୍ତ୍ତମାନ ଲୋକସଭାରେ ସାଂସଦ ଥିବା ପୁରୁଷମାନଙ୍କ ସ୍ତ୍ରୀକୁ ଟିକେଟ୍ ଦେଇଛି ବିଜୁ ଜନତା ଦଳ। ଆଉ ଡିଣ୍ଡି ମାରୁଛୁ ମୁଁ ମହିଳା ସଶକ୍ତିକରଣ କରାଉଛି, ଏଇଟା କ'ଣ ମହିଳା ସଶକ୍ତିକରଣ? ଆମେ ଆରମ୍ଭ କରିବା ବାଲେଶ୍ୱର ରବୀନ୍ଦ୍ର କୁମାର ଜେନା ଯେଉଁ ପୂର୍ବତନ ସାଂସଦ ଥିଲେ, ତାଙ୍କ ସ୍ତ୍ରୀକୁ ଟିକେଟ୍ ମିଳିଛି, ସୁଭାଷିନୀ ଜେନାଙ୍କୁ। ବସ୍ତାରେ ଜଣକ ପରେ ଜଣେ କହୁଛୁ ଆଜ୍ଞା ଆମେ ଯେ ଏଇଟା ଯେଉଁ ସେ କ'ଣ ସେଠି ସେ ଯେଉଁ ସେ MLA ହେବେ, ସେ କ'ଣ ହେବେ? ତାପରେ ଆପଣଙ୍କର ଜାଣିଥିବେ ଜଗତସିଂହପୁରର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତାଙ୍କର ପତ୍ନୀ ହେଉଛନ୍ତି ଗୀତାଞ୍ଜଳି ରାଉତରାୟ, ତାଙ୍କୁ ଟିକେଟ୍ ଦିଆହେଇଛି।
ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂଙ୍କ ସ୍ତ୍ରୀ ସଂଯୁକ୍ତା ସିଂ ତାଙ୍କୁ ଟିକେଟ୍ ଦିଆହେଇଛି। ବଡ଼ସାହିର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସ୍ତ୍ରୀ ଅନୁସୂୟା ପାତ୍ର, ସେ ମୟୂରଭଞ୍ଜର ମୋରଡ଼ା ଗଲାଥର ଯେ ଭାରତୀୟ ଜନତା ପାର୍ଟିରୁ ଛାଡ଼ି ଆସିକି ବିଜୁ ଜନତା ଦଳ ବିଧାୟକ ହେଇଥିଲେ ରାଜକିଶୋର ଦାସ, ତାଙ୍କ ସ୍ତ୍ରୀ ପ୍ରୀତିଲତା କାନୁନଗୋଙ୍କୁ ଟିକେଟ୍ ଦିଆହେଇଛି। ଜୟପୁରର ଭେଟେରାନ୍ ଲିଡର ପୂର୍ବତନ ମନ୍ତ୍ରୀ ପୂର୍ବତନ ବିଧାୟକ ରବିନନ୍ଦଙ୍କ ସ୍ତ୍ରୀ ଇନ୍ଦିରାନନ୍ଦଙ୍କୁ ଟିକେଟ୍ ଦିଆହେଇଛି। ଭବାନୀପାଟଣାର ବିଧାୟକ ଦୁଷ୍ମନ୍ତ ନାୟକଙ୍କ ସ୍ତ୍ରୀ ରଚିତା ନାୟକଙ୍କୁ ଟିକେଟ୍ ଦିଆଯାଇଛି। ନବରଙ୍ଗପୁରର ଉମରକୋଟ ନିର୍ବାଚନ ମଣ୍ଡଳୀର ସୁଭାଷ ଗଣ୍ଡଙ୍କ ପତ୍ନୀ ନବୀନା ନାୟକଙ୍କୁ ଟିକେଟ୍ ଦିଆହେଇଛି। ये जो टिकेट दि जाइए विधायक पत्नी को टिकेट दि कहीं दिखाई या द्वारा कौन सतरे महिला सशक्तिकरण होमती आप देखिए प्रभात बाबू को गला थर चौदरा बांकी टिकेट दिगला पुओ को दिगला पुओ था बिजनेस कर बाप विधायक था दुईटा विधायक अवश्य होते सेमती जमी आप पंचायत स्तर मैंने देखुं जो रिजर्वेशन पर दुईटा सरपंच होती जन स्वामी सरपंच काम कर फिल्ड रे कल दशखत मार्चु स्त्री एठी सेमती जो विधानसभा क्षेत्र में जमी करा धर्म को आखिठार मारला भाया रिजर्वेशन गोटे बाहा बाहा नापी गोटे पब्लिसिटी करने निजक ये रिजर्वेशन कराई वस्तुत विधानसभा एवं जो विधानसभा को सीना जी महिला माने जीवे जदि जीति जाती किंतु प्रकृत काम किए कर से लोकटा ना जे वर्तमान जो विधायक अच्छा स्त्री माने घर रोते सी ए कौन करेंगे से घरे रे विधानसभा सबू कार्य स्वामी मैंने करेंगे डबल है यहाँ कौन परिवारवाद को विजु जनता दल परिवारवाद को कौन यहाँ करूना कि से दर्शाऊ ना कि प्रोत्साहन दौना कि परिवारवाद को जो परिवारवाद विषय रे नवीन बाबू कहते मो परिवार किए आसबे नहीं आम संगठन किए जड़े आसो ये नवीन बाबू कौन वार्ता देवाक जाऊँच जो वर्तमान विधानसभा विधायक तांको स्त्री मानक देकी लोक मानक जो भकुआ बनाऊँच मीडिया रे जो बोलूँ चारिड़े महिला को एत देले देशरा अंतर्देशीय क्षेत्र निज नाम को सुनाम करुँच या द्वारा कि वार्ता देवाक चाहूँगी यहाँ हूँ वंशवाद परिवारवाद परिवारवाद को प्रोत्साहन दौर विजु जनता दल और नवीन बाबू दौरान ना आप कहूना यहाँ कौन ठीक नुहे आउ कौन है जानते दलीय प्रोब्लेम अच्छी जो विधानसभा रे जो विधायक गला थिले ना गला 5 वर्ष धरिकी 15-16 जन तांको विरुद्ध में जन असंतोष प्रबल अच्छी आ विशेष करके दल कर्मी माने विजु जनता दल कर्मी माने से विधानसभा गुड़िक विधायक को बाची तीव्र विरोध कर तो ये डबल अंडा माड़ होगा स्त्री की देकरी चुप कर देला सी ताकू तो विरोध कर महिला कार्ड कराई महिला देला महिला देती सुप्रीमो महिला इश्यू यहाँ दिगला गोटे गोटे बाहाना मिलूँ चुप कर देवाई असंतुष्ट मानक एवं लोक मानक कह देख भाई ये महिला मानक आम देचु प्रकृतर विधानसभा विधायक से हे जे अच्छा खाली स्त्री रोषे कर ये हम आज्ञा जमी सरपंच हो समिति सभ्य हो जिला परिषद हो सेमती हम आउ कौन कला से ना आशा कर विजु जनता दल से तो बदनाम हो गला ना गला थर जमी किया बाड़ खस खस कर सब एसएचजी महिला भोट नहीं जीति जाते से भौणी जनक एथर महिला मान ब्लेम हो जो जो स्थान से महिला भोट बैंक तैयारी करने यहाँ गोटे विजु जनता दल गोटे बाट आपणे सक्सेस हम कि ना फल हम बती हम कि नहीं तो समय कह तो द्वितीय कथा हूँ जो कहूँ आपन को लेखा श्री सामंत सिंगार कथा आपणकर मन थी 2 वर्ष तलर घटना से चली युद्ध महायुद्ध चली महिला प्रवक्ता विजु जनता दल महिला प्रवक्ता भारतीय जनता पार्टी से भारतीय जनता दल प्रवक्ता थे लेखा श्री सामंत सिंगार से थरे गोटे डिबेट रे कहू कहू कही विजु जनता दल समय
ସମସ୍ତେ ଦାଦନ ଖଟିବାକୁ ଯାଉଛନ୍ତି, ସୁରଟ ଯାଉଛନ୍ତି, ତାଙ୍କ ପରିବାରକୁ ନେଇ ଯାଉଛନ୍ତି ଏବଂ ତାଙ୍କର ଦାଦନ ଖଟିବାକୁ ଯାଉଥିବା ପୁରୁଷମାନଙ୍କର ସ୍ତ୍ରୀମାନେ ସେଠି ବେଶ୍ୟାବୃତ୍ତି କରୁଛନ୍ତି, ଯାହା ପାଇଁ ବିଜୁ ଜନତା ଦଳର ଏବଂ ସାଧାରଣ ଓଡ଼ିଆଙ୍କର ଯେଉଁ ପ୍ରତିହିଂସା, ତାଙ୍କ ପ୍ରତି ଯେଉଁ ଆକ୍ରୋଶର ଶିକାର ହେଇଥିଲେ ଏବଂ ସେ ଭଉଣୀ ଜଣକ ଯେଉଁ ଅଛନ୍ତି ବିଜୁ ଜନତା ଦଳର ଯେଉଁ ପ୍ରବକ୍ତା ଅଛନ୍ତି, ସେ କହିଥିଲେ, ଆମର ମନେ ଅଛି, ଜଣେ ମହିଳା ତ ଲେଖାଶ୍ରୀ ସାମନ୍ତସିଂହା, ଜଣେ ମହିଳା ହେଇକି ସେ କେମିତି ଗୋଟେ ଗୋଷ୍ଠୀ ଯେଉଁମାନେ ପେଟ ପୋଷିବାକୁ ଯାଉଛନ୍ତି ତାଙ୍କୁ କେମିତି ସେ ବେଶ୍ୟା ବୋଲି କହୁଛନ୍ତି। ଅତ୍ୟନ୍ତ ଦୁର୍ଭାଗ୍ୟ କଥା। ଯେ ମହିଳାଙ୍କୁ ନବୀନ ବାବୁ କହୁଛନ୍ତି ଯେ ଆମେ ମହିଳା ସଶକ୍ତିକରଣ କରିବୁ, ସେ ଏମ୍ଏଲ୍ଏଙ୍କ ସ୍ତ୍ରୀ ହେଉ, ଏମ୍ପିଙ୍କ ସ୍ତ୍ରୀ ହେଉ, ଆମେ ତ ଦେଇଛୁ ନା 33%, କିନ୍ତୁ ଏଭଳି ମହିୟସୀ ମହିଳାଙ୍କୁ ଦେଇଛନ୍ତି ଯେ ମହିଳାଙ୍କୁ ବେଶ୍ୟା ବୋଲି କହନ୍ତି, ଯାହାଙ୍କୁ ବିଜୁ ଜନତା ଦଳ ତରଫରୁ କିଛି ଦିନ ତଳେ ମାନେ ତାଙ୍କର ମିଶିବା ପରଦିନ ବି ତାଙ୍କୁ ଗାଳି ଦେଇଛୁ। କ'ଣ କହନ୍ତି, କ'ଣ କ୍ୟାଣ୍ଡିଡେଟ୍ ନଥିଲା ବିଜୁ ଜନତା ଦଳ ପାଖରେ? ଏଭଳି ଜଣେ ମହିଳା ଯିଏକି ତାଙ୍କର ଭାରତୀୟ ଜନତା ପାର୍ଟି, ତାଙ୍କର ଏଇ ଆମେ ତ ଭାବୁଛୁ, ଆଶା କରୁଛୁ ତାଙ୍କର ଏଇ ବିବାଦୀୟ ବୟାନ ପାଇଁ, ତାଙ୍କର ସବୁ କ୍ଷେତ୍ରରେ ଯେଉଁ ବିବାଦୀୟ ବୟାନ ଦିଅନ୍ତି ଲେଖାଶ୍ରୀ ସାମନ୍ତସିଂହାର, ସେଥିପାଇଁ ତାକୁ ଭାରତୀୟ ଜନତା ପାର୍ଟି ଟିକେଟ୍ରୁ ବଞ୍ଚିତ କରିଛି। ଗୋଟିଏ ନୁହେଁ, 14, 19, 24। ଏକଥା ଆମେ କହୁନୁ, ଏକଥା ବିଜୁ ଜନତା ଦଳ ପ୍ରବକ୍ତାମାନେ ଅତୀତରେ କହି ଆସିଛନ୍ତି। ତ ସେଇଭଳିଆ ବିବାଦୀୟ ମହିଳା ଯିଏକି ମହିଳାମାନଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ, ସେଭଳିଆ ମହିଳାକୁ ଆଣିକି ବାଲେଶ୍ୱର ଭଳି ଗୋଟେ ଅତ୍ୟନ୍ତ ଶିକ୍ଷିତ ଏବଂ କନସସ୍ ଅଞ୍ଚଳରେ ଟିକେଟ୍ ଦେଇକି ବିଜୁ ଜନତା ଦଳ କ'ଣ ଏଇ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେ ମହିଳା ସଶକ୍ତିକରଣ ଚାହୁଁଛି? ଯାହା ବି ହେଉ, ମହିଳା ଯାହା ବି କହିଥାନ୍ତୁ, ଯାହା ବି କରନ୍ତୁ, ସାମାଜିକ ସ୍ଥିତି ତାଙ୍କର ଯାହା ଥାଉ, ପାରିବାରିକ ସ୍ଥିତି ତାଙ୍କର ଯାହା ଥାଉ, କିନ୍ତୁ ଆମେ ମହିଳାଙ୍କୁ ଟିକେଟ୍ ଦେଉ, କାରଣ ଆମେ ଟିକେଟ୍ ପାଉନୁ, ଲୋକ ପାଉନୁ, ବଦନାମ ହୁଅନ୍ତୁ ବା ଖରାପ ହୁଅନ୍ତୁ ବା ସୁନାମ ହୁଅନ୍ତୁ, ଭାରତୀୟ ଜନତା ପାର୍ଟିରୁ ଗୋଟେ ବଡ଼ ସୁନାମୁଣ୍ଡାଟେ ଆଣିକି ଆମେ ତାଙ୍କୁ ଟିକେଟ୍ ଦେଇଛୁ। ସେ କୁଆଡ଼େ ବାଲେଶ୍ୱରରେ ବହୁତ ଗୁଡ଼ାକ ଭୋଟ୍ ଭାଙ୍ଗିଦେବେ, ତାଙ୍କର ବହୁତ ହାତ ଅଛି, ଏଭଳିଆ ଭାବିକି ଯଦି ଦେଇଥିବ ବିଜୁ ଜନତା ଦଳ ଏଭଳିଆ ଜଣେ ମହିଳାଙ୍କୁ, ତାହେଲେ ବିଜୁ ଜନତା ଦଳ ଭୁଲ କରୁଛି। ସର୍ବପ୍ରଥମେ ଯେଉଁ 33% ମହିଳାମାନଙ୍କୁ ସେ ଦେଉଛି, କହୁଛି ଏଇଭଳିଆ ମହିଳାଙ୍କୁ ଚୟନ କରିକିରି ସେ ଭୁଲ ବାର୍ତ୍ତା ଦେଉଛି ବିଜୁ ଜନତା ଦଳ। ଏବଂ ଦ୍ୱିତୀୟ କଥା ହେଉଛି ଯେଉଁ ସ୍ୱାମୀ ଏମ୍ଏଲ୍ଏ ସ୍ତ୍ରୀ, ବର୍ତ୍ତମାନ ସ୍ତ୍ରୀ ତାଙ୍କୁ ଏମ୍ଏଲ୍ଏ ଦେଉଛି, ଏଇଟା 33% ପୂରଣ କରୁନାହିଁ। ଏହାଦ୍ୱାରା ମହିଳା ଭୋଟ୍ ବ୍ୟାଙ୍କ ବୃଦ୍ଧି ହେବ ନାହିଁ କିମ୍ବା ଦଳୀୟ ଅସନ୍ତୁଷ୍ଟ ସମାଧାନ ହେବ ନାହିଁ। ତୃତୀୟ କଥା ହେଉଛି ବିଜୁ ଜନତା ଦଳ ଏତେ ଦୂର ଭୟଭୀତ, ଏତେ ଦୂର ଅସହାୟ, ମହିଳାମାନଙ୍କୁ 33% ଦେବ ନା କେମିତି ମହିଳାମାନଙ୍କୁ ଠକୁଛି। ଦେଖନ୍ତୁ ଏ ଯେଉଁ କିଆବାଡ଼ ଖସ ପ୍ରମିଳା ବିଷୟ କୁଆଡ଼େ ଚାଲିଗଲେ? ମହିଳାଙ୍କୁ ସମ୍ମାନ ମନେ ଥିବ, ବହୁ ଭୋଟରେ ଜିତିଥିଲେ କେଉଁଝରର ସାଂସଦ, ଯାହାକୁ ପରବର୍ତ୍ତୀ ଅବସ୍ଥାରେ ସୋସିଆଲ ମିଡିଆରେ ବଦନାମର ଶିକାର ହେବାକୁ ପଡ଼ିଥିଲା। ସେ କୁଆଡ଼େ ହଜିଗଲେ? ଚନ୍ଦ୍ରାଣୀ ମୁର୍ମୁ। କାହାନ୍ତି ଚନ୍ଦ୍ରାଣୀ ମୁର୍ମୁ? ଏଇଟା ବିଜୁ ଜନତା ଦଳର ୟୁଜ୍ ଆଣ୍ଡ ଥ୍ରୋ, ମହିଳାମାନଙ୍କୁ ୟୁଜ୍ ଆଣ୍ଡ ଥ୍ରୋ। ଏହା ତ ଏବେ ଚଳିତ ବର୍ଷରେ ଆମେ ଆପଣଙ୍କୁ ଜଣକୁ ମହେଶ୍ୱରୀ ମହିଳାଙ୍କ କଥା କହିବା। ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଦୀର୍ଘ 14 ବର୍ଷ ଧରିକିରି ବିଜୁ ଜନତା ଦଳରେ କାମ କରିଛନ୍ତି। ଯୋଉ ଦଳରେ ବିଜୁ ଜନତା ଦଳରେ ଯେତେବେଳେ ତାଙ୍କୁ ଯୋଉ ଦାୟିତ୍ୱ ଦିଆଯାଇଛି ସୁଚାରୁ ରୂପେ ରୂପାୟନ କରିଛନ୍ତି, ସଫଳ କରିଛନ୍ତି। ତାଙ୍କୁ ଦଳ ଦାୟିତ୍ୱ ଦେଇଥିଲା, 8 ମାସ ଧରିକି ବୁଲୁଥିଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ। ସେ କୁଆଡ଼େ ଗଲେ? ଯେମିତି ଗୋଟେ ଉଦାର ନେତା, ଆମଦାନୀ ନେତା ପହଞ୍ଚିଗଲେ ମନ୍ମଥ ରାଉତରାୟ, ଏ ବିଜୁ ଜନତା ଦଳ ସଙ୍ଗେ ସଙ୍ଗେ ଭୁଲିଗଲା ମହିଳାଙ୍କୁ ସମ୍ମାନ 33% ସଂରକ୍ଷଣ କଥା। ବାବୁ ମନ୍ମଥକୁ ଟିକେଟ୍ ଦେଇଦେଲେ, ଆଉ ଖବର ରଖିଲେନି, ଖବର ଆଉ ରଖିଲେ ନାହିଁ ମିଶ୍ର ଦିଦିଙ୍କର। କୁଆଡ଼େ ଗଲେ ଶ୍ରୀମୟୀ? କୋଉଠି ରହିଲେ? କ'ଣ ଖାଇଲେ? ସେ ବର୍ତ୍ତମାନ ତାଙ୍କ ଘରେ ହିଁ ରହୁନାହାନ୍ତି, ସରକାରୀ ଘରରେ।
ସେ ତାକୁ ସେ ପଳେଇ ଯାଇଛନ୍ତି ଅଭିମାନରେ ନା ବିଜୁ ଜନତା ଦଳ ତାକୁ ବାହାର କରିଦେଇଛି, ସେଟା ମଧ୍ୟ ତଦନ୍ତ ସାପେକ୍ଷ। ମୋଟ ଉପରେ ଆମର କହିବା କଥା ହଉଛି ଏ ଯୋଉ 33% ମହିଳା, ଏଟା ଗୋଟେ ଭେଳିକି ଏମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ମହିଳାଙ୍କୁ ୟୁଜ କରିକି ଥ୍ରୋ କରନ୍ତି ଏବଂ କେବଳ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଏବଂ ଯୋଉ ତାଙ୍କର ଅସନ୍ତୋଷ ଅଛି ଏ ଅସନ୍ତୋଷକୁ ସାମୂହିକ ଭାବରେ ଚାପି ଦେବା ପାଇଁ ବିଜୁ ଜନତା ଦଳ ଏମିତି ସ୍ୱାମୀ ମାନଙ୍କୁ ବସେଇ ଦେଇକି ସ୍ତ୍ରୀ ମାନଙ୍କୁ ଟିକେଟ ଦଉଛି। এটা କେତେ ଦୂର ସକ୍ସେସ୍ ହବ? ଲୋକ ଯେତେବେଳେ ବିମୁଖ ହେଇଛନ୍ତି ପାଣ୍ଡିଆନକୁ ଯୋଗୁଁ, ଆପଣଙ୍କୁ କହିଦଉଛି ଭିକେ ପାଣ୍ଡିଆନକୁ ଯୋଗୁଁ ବିଜୁ ଜନତା ଦଳର ଏ ବିପର୍ଯ୍ୟୟ, ଶଯ୍ୟାଶାୟୀ ହେଲେଣି ନବୀନ ପଟ୍ଟନାୟକ। ସେ କିଛି ଜାଣିପାରୁନାହାନ୍ତି କଣ କହୁଛନ୍ତି, ବାର୍ଦ୍ଧକ୍ୟ ଅବସ୍ଥାରେ ଅଛନ୍ତି। 2014 ମସିହାରୁ ଭିକେ ପାଣ୍ଡିଆନ ତାଙ୍କର ଧରିଛନ୍ତି ଅଖ। ମହାନାୟକ ହଉଛନ୍ତି ଭିକେ ପାଣ୍ଡିଆନ, ଯାହା କହୁଛନ୍ତି ସେ ହଉଛି। ତ ଏଠି ଯୋଉ ମହିଳା ମାନଙ୍କୁ ନେଇକି ଯୋଉ ଖେଳ ଖେଳିଛନ୍ତି ପାଣ୍ଡିଆନ ବାବୁ, ଏଟା କେତେ ଦୂର ସଫଳ ହବ ଏବଂ ଏ ଯୋଉ ବସେଇ ଦେଇକରି ସ୍ୱାମୀ ମାନଙ୍କୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। 2 ମାସ ଆଗରୁ ମତେ ଜଣେ ମୋର ବନ୍ଧୁ ବିଧାୟକ କହିଥିଲେ, ବିପିନ ଭାଇ ଏଥର ମୁଁ ନୁହେଁ ମୋ ସ୍ତ୍ରୀ ଲଢିବ। ତାପରେ ଏଟା ଆଗରୁ ସୁଚିନ୍ତିତ ହେଇକି ରହିଛି, ତାଙ୍କୁ ବୁଝେଇ ଦିଆଯାଇଛି। ତ ଆପଣ କଣ ଭାବୁଛନ୍ତି ଯୋଉ ସ୍ତ୍ରୀ ମାନଙ୍କୁ ଦେଇଛନ୍ତି ସେ ଅସନ୍ତୋଷ ପଳେଇବ? ଆପଣ ମାନେ ଦେଖିନାହାନ୍ତି ଗ୍ରାମାଞ୍ଚଳରେ ସରପଞ୍ଚ ମାନେ ସ୍ୱାମୀ ହେଲେ ସ୍ତ୍ରୀ ହେଲେ ସ୍ୱାମୀ ମାନେ ସରପଞ୍ଚ କାମ କରନ୍ତି। ତ ଏଠି ଡୁଆଲ ପଲିସି ହବ, ଦୈତ୍ୟ ଶାସନ ଚାଲିବ। ସ୍ତ୍ରୀ ଆସେମ୍ବଲିରେ ବସିବେ, ସ୍ୱାମୀ ଜିଲ୍ଲାରେ କାମ କରିବେ। ତ ଏଇଟାକୁ କେତେ ଦୂର ଗ୍ରହଣ କରିବେ ସ୍ୱାଭିମାନୀ ଜନତା ଓଡ଼ିଶାର, ତାକୁ ଆମକୁ ସମୟକୁ ଅପେକ୍ଷା କରିବାକୁ ପଡିବ। ଏବଂ ଯୋଉ ଚାଲ ବିଜୁ ଜନତା ଦଳ ନକଲି ଚାଲଟେ ଖେଳିଛି 33% ମହିଳା ଉପରେ, ୟାକୁ ଆମକୁ ଅପେକ୍ଷା କରିବାକୁ ପଡିବ। ଏବଂ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଯୋଉ ଅନ୍ୟାୟ ହେଇଛି, ତାଙ୍କର ଲୁହ କେତେ ଦୂର ବିଜୁ ଜନତା ଦଳ ଉପରେ ପଡୁଛି, ତାକୁ ମଧ୍ୟ ଆମକୁ ସମୟକୁ ଅପେକ୍ଷା କରିବାକୁ ପଡିବ। ସମୟ ସବୁର ଉତ୍ତର ଦେବ। ତ ସେତେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜି ପାଇଁ ଏତିକି। ନମସ୍କାର।